ଜୟ ଜଗନ୍ନାଥ। ଆଜି ଭଲ କଥା ତମ ମାନେ ଶୁଣ। ଆଜି ଆଲୋଚନା କରିବ ଭାଙ୍ଗିବ ମହାନଦୀ ବନ୍ଧ। ମାନେ ହୀରାକୁଦ। ହୀରାକୁଦ ବନ୍ଧ ପଡ଼ିନଥିଲା। 1952 ମସିହାରେ ହୀରାକୁଦ ବନ୍ଧ ପଡ଼ିଲା। ମହତାବ ସେତେବେଳେ ଆମର ଚିଫ୍ ମିନିଷ୍ଟର ଥିଲେ, ମୁଖ୍ୟମନ୍ତ୍ରୀ। ତା ଅନେକ ବର୍ଷ ଆଗରୁ ହୀରାକୁଦରେ ଗୋଟେ ବନ୍ଧ ପଡ଼ିବ ବୋଲି ମହାପୁରୁଷ ଲିପିବଦ୍ଧ କରିଥିଲେ। ଆଜି ଅଚ୍ୟୁତଙ୍କ ଲେଖା ଏବଂ ଅରକ୍ଷିତ ଦାସଙ୍କ ଲେଖା ଉପରେ ଆଲୋଚନା ହେଲା। ଆଗ ଅରକ୍ଷିତ ଦାସ କଣ କହୁଛନ୍ତି? ଅରକ୍ଷିତ ଦାସ ତାଙ୍କର ମହାପଦ୍ମଙ୍କ ଉପରେ କଥା। ଆଉ ଅରକ୍ଷିତ ଦାସ ସାଧାରଣ ବ୍ୟକ୍ତି ବିଶେଷ ନଥିଲେ। ଯେହି ଦିନମଣି ସେହି ଅରକ୍ଷିତ ରୂପ ମାତ୍ର ଭିନ୍ନ କହି। ନାରାୟଣ ପଞ୍ଚ ନାରାୟଣ ଭିତରେ ସିଏ ହଉଛି ନାରାୟଣ, ଅନନ୍ତ ନାରାୟଣ, ନର ନାରାୟଣ, ସୂର୍ଯ୍ୟ ନାରାୟଣ, କହନ୍ତି ଆଦି ନାରାୟଣ, ଅନନ୍ତ ନାରାୟଣ। କେତେ? ସେଇ ପାଞ୍ଚ ନାରାୟଣଙ୍କ ଭିତରୁ ଅରକ୍ଷିତ ଦାସକୁ କିଏ ଅବତାର, ସିଏ ବି ଗୋଟେ ନାରାୟଣ। କାରଣ ଦିନେ ଅରକ୍ଷିତ ଦାସ ଯାହାର ଶାସ୍ତ୍ର ପ୍ରମାଣ ଦିଏ। ଅଚ୍ୟୁତ ଅରକ୍ଷିତଙ୍କ ପାଖକୁ ରାମଦାସ ପଠେଇଥିଲେ ଚିଠି ଦେଇ। କିନ୍ତୁ ଅଚ୍ୟୁତ ଦେହ ଛାଡିବା ପରେ 192 ବର୍ଷ ପରେ ଅରକ୍ଷିତ ଦାସଙ୍କର ଆବିର୍ଭୂତ ହୋଇଥିଲା, ଜନ୍ମ ହୋଇଥିଲା। ତାପରେ ସେ 18 ବର୍ଷ ବୟସରେ ଘର ଛାଡ଼ିଲେ। ଇଆଡେ ଶାସ୍ତ୍ର ପ୍ରମାଣ ଦିଏ ଅଚ୍ୟୁତ ଅରକ୍ଷିତ ଭେଟ। ସେ କୋଉ ଅରକ୍ଷିତ? ଅଚ୍ୟୁତଙ୍କ ସମୟରେ କୋଉ ଅରକ୍ଷିତ ଥିଲେ? ସିଏ ଗୋଟେ ପ୍ରଶ୍ନବାଚକ। ସେ କିଛି ନୁହଁ, ମାଇନର କଥା, କିନ୍ତୁ ସତ କଥା। ଭେଟାଭେଟି ହେଇଛନ୍ତି ସତ, କିନ୍ତୁ ଅସମ୍ଭବ କଥା। ପୁଣି ସମ୍ଭବ କେମିତି? ନା ହଁ ସମ୍ଭବ। କେତେବେଳେ ସେ ଏପିସୋଡଟା କରିବା। ଅରକ୍ଷିତ ଦାସ ଖଣ୍ଡେ ସେ ପତ୍ର ଚିଠି ପଢିକି ସିଏ ଖଣ୍ଡେ ଚିଠି ଲେଖିବେ। ସେଇଟା ଅଚ୍ୟୁତଙ୍କୁ କହିଦେବୁ, ତାର 146,000 ଗ୍ରନ୍ଥ ଯାହା ସେ ଖଣ୍ଡେ ମହିମଣ୍ଡଳ ହଉଛି ସେଇଆ। ଏମିତିଆ ପାୱାରଫୁଲ ଥିଲେ ଅରକ୍ଷିତ ଦାସ। ସେ ଲେଖିଥିଲେ ମହାପଦ୍ମଙ୍କ ହେଲା। ଆଜି ସେଇ ମହାପଦ୍ମଙ୍କ ପଦଟି ଆଣିବା। ସେ ଲେଖିଲେ, ଓଡିଶାରେ ବଡ ବନ୍ଧ ତିଆରି ଯେ ଥିବ, ସେହି ବେଳେ ଶତ୍ରୁ ଦ୍ୱାରା ଭାଙ୍ଗିଣ ଯେ ଯିବ। ଓଡିଶାର 6 ଜିଲ୍ଲା ଜଳାର୍ଣ୍ଣବ ହୋଇ ଯିବା ପାଇଁ ବାଟ ନ ପାଇବେ ପୁଣି। କହିଲେ ଓଡିଶାରେ ଗୋଟେ ବଡ ବନ୍ଧ ପଡିବ। କୋଉଠି? ବୁଝି ହଉଛି ନା? ସେ ଯେତେବେଳେ ଭାଙ୍ଗିବ ଶତ୍ରୁ ଦ୍ୱାରା, ସେ 6 ଜିଲ୍ଲା ଜଳାର୍ଣ୍ଣବ ହେଇଯିବ। ବୁଝି ହଉଛି ନା? ବୁଝିପାରିଲେ ନା? ଯେତେବେଳେ 6 ଜିଲ୍ଲା ଜଳାର୍ଣ୍ଣବ ହବ, ଯିବା ଆସିବାର ଫଳ ମିଳିବନି। ସେ ତାହେଲେ କୋଉ ବନ୍ଧ? ନା ହୀରାକୁଦ ବନ୍ଧ। ମହାପୁରୁଷ ଅଚ୍ୟୁତ କହୁଛନ୍ତି ହୀରାକୁଦ ଠାରେ ଗୋଟେ ବନ୍ଧ ପଡିବ, ସେ ଦିନ କଣ ହବ? ବିଦେଶୀ ଶତ୍ରୁ ଦ୍ୱାରା ଭାଙ୍ଗିବ। କିଏ କହିଲେ? ଅରକ୍ଷିତ ଦାସ କହିଲେ। ଅଚ୍ୟୁତକୁ ସମାଧାନ ହେଲେ ଭାଙ୍ଗିବ ଅରକ୍ଷିତ ଦାସ କହିଲେ। କେବେ ଭାଙ୍ଗିବ କହୁଛି ରାମସ୍ୟ। ବୁଝି ହଉଛି? କେବେ ଭାଙ୍ଗିବ? ଚକଡାମୁଡାଣ ଶାସ୍ତ୍ର। ଆମେ ଚକଡାମୁଡାଣ ଶାସ୍ତ୍ରକୁ ବିଶ୍ୱାସ କରୁନା, କାରଣ ସେଥିରେ ବହୁତ ଏପଟ ସେପଟ ଲେଖା ଅଛି। ଏଟା କ୍ୟାମେରା ଆଗରେ କହି ହଉନି। ତଥାପି ତା ଦେହରୁ କିଛି ସାରାଂଶ ସଂଗ୍ରହ କରିକି ଅନ୍ୟ ଶାସ୍ତ୍ର ସହିତ ମିଶେଇକି ଆମେ ତମକୁ କହୁଛୁ।
କିଏ କହିଲେ ଛବି ଛରେ ହୀରାକୁଦ ଉଛୁଳି ପଡିବ, ଏ ଓଡିଶା ଅର୍ଦ୍ଧ ଭାଗ ଭସାଇ ନବ। କିଏ କହୁଛନ୍ତି? 26 ମାନେ 26 ବର୍ଷ 6 ମାସ ହେଲା। 26 ବର୍ଷ 6 ମାସରେ କଣ ନା କଳି କଲ୍ୟା ଧୂତା 5126 ବର୍ଷ 6 ମାସ। ଅଗା ତ 26 ଚାଲିଯାଏ, ପୁରୀ ଯିବ ତାପରେ 6 ମାସ ହେଲା। କଣ ହବ? 26ରେ ହୀରାକୁଦ ଉଛୁଳି ପଡିବ, ଏ ଓଡିଶା ଅର୍ଦ୍ଧଭାଗ ଭସାଇ ନବ। କୋଉଠି କହିଲେ ଚକଡା କହିଲେ ସେତେବେଳେ କଣ ହବ? 26ରେ ହୀରାକୁଦ ଉଛୁଳିବ, ହାଳେ ଓଡିଶା ଜଳା ନବ। ଯାହାକୁ ଅରକ୍ଷିତ ଆସ କହିଲେ କଣ 6ଟା ଜିଲ୍ଲା ଜଳା ନବ ଷଡ଼ଙ୍ଗୀରେ। ଏଟା କଥା। ପୁଣି ଆକୁ ଅଚ୍ୟୁତ ଆହୁରି କ୍ଲାରିଫାଏ କରିଦେଲେ ରାମକୁ। କହିଲେ ହେ ରାମ ଶୁଣୁ, ତୁ ଯଦି ନ ବୁଝିପାରୁଛୁ ତତେ ଆଉ ଥରେ କହୁଛି, ଗୋଟେ ଅଙ୍କ କେତେ ନା ଦିଲ୍ଲୀ 16-13 ଅଙ୍କେ ପ୍ରମାଣ, ବନ୍ଧ ଭାଙ୍ଗିବ ମହାନଦୀ ଠାରେ। ଦିଲ୍ଲୀ 16 ମାନେ ଦିଲ୍ଲୀର ରଜା 13 ଅଙ୍କ ହେଲା। ଯଥା ଆମେ ଏ କଥା ଆଗରୁ କରିଥିଲେ। ବର୍ତ୍ତମାନ କିଏ ଅଛନ୍ତି ପ୍ରଧାନମନ୍ତ୍ରୀ ଆମର? ନରେନ୍ଦ୍ର ମୋଦି। ମୋଦିଙ୍କ 13 ବର୍ଷ ଶାସନ ହେଇଥିବ, ସେତେବେଳେ କଣ ହବ? ବନ୍ଧ ଭାଙ୍ଗିବ ମହାନଦୀ ଠାରେ, ମହାନଦୀରେ ବନ୍ଧ ଭାଙ୍ଗିଯିବ। କିଏ କହୁଛନ୍ତି? ଅଚ୍ୟୁତ ମହାପାତ୍ର। ଦିଲ୍ଲୀ ଷୋଳଙ୍କର 13 ଅଙ୍କ, ଦିଲ୍ଲୀ ଷୋଳଙ୍କ 13 ବର୍ଷ ଶାସନ ହେଇଥିବ, ମାନେ ମୋଦିଙ୍କ ଗଭର୍ଣ୍ଣମେଣ୍ଟ 13 ବର୍ଷ ଶାସନ ଚାଲିଛି। ସେତେବେଳେ 26 ସିଏ ଭୋଗ କରୁଥିବେ, ଗୋଟିଏ ସମୟ ପଡିଯାଉଛି, ଗୋଟାଏ ସମୟ। ପୁଣି ଆଉ ଗୋଟେ ତମକୁ କହିଥିଲି, ଚେପନାରେ ବିରଜା ମଣ୍ଡଳ ଜଳମୟ ହବ ବୋଲି ମହାପୁରୁଷ କହିଛନ୍ତି। ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ, ସେତେବେଳେ ବ୍ରାହ୍ମଣୀ ବୈତରଣୀ ରଡି ଛାଡୁଥିବେ। ଆଲୋଚନା ହେଇକି, ତେଣୁ ଏଇଟା କେବେ ହଟିବ ନା 26 ହେଲା। ସେଇଟା ତମେ ହିସାବ କରିବ। କଳି କଲା ପିତା 5126 ବର୍ଷ 6 ମାସ ଯେତେବେଳେ ହବ, ସେ ଘଟଣା ମାନ ଘଟିବ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଅରକ୍ଷିତ ଦାସ ଆମକୁ ଚେତନା ଦିଏ। ଆଉ ଗୋଟେ ଭଲ କଥା ନ ମନେ ରଖ, ମାଳିକାଟା ଭୟ କରେଇବାର ସଂକେତ ନୁହେଁ। ମାଳିକାଟା ଆମକୁ ମହାପୁରୁଷ ଦେଖ କେତେ ଆମ ଓଡିଆଙ୍କୁ ଭଲ ପାଉଥିଲେ, ସେ ଆମକୁ ସତର୍କ କରେଇ ଦେଇଛନ୍ତି। ପାଣିପାଗ ବିଭାଗ 15 ଦିନ ଆଗରୁ କହିଦଉଛି ଲଘୁଚାପ ହବ କି ବର୍ଷା ହବ କି ଅମକ ହବ ସମୁକ ହବ, 15 ଦିନ ଆଗରୁ ସାଟେଲାଇଟରେ ଦେଖିକି। କିନ୍ତୁ ଇଏ କେତେ 100 ବର୍ଷ ଆଗରୁ ଆମକୁ, ତେଣୁ ଆମକୁ ସଚେତନ କରେଇଛନ୍ତି। ଆମେ ମାନେ ସଜାଗ ହବା ଆମ ମାନଙ୍କର କର୍ତ୍ତବ୍ୟ। ଆଉ ଗୋଟେ କଥା ମନେ ରଖିଥା, ଧନ ବଡ ନୁହଁ, ଧର୍ମ ବଡ। ଧର୍ମ ଏକା ସିନା ମହତ ପୁଣିଆ, ଆଉ ସବୁ କଥା ଅଢେଇଛି। ବାପ ମାଠୁ ଆମେ ଜନ୍ମ ହେଇଛୁ କାହିଁକି? ଯଦି ଆମେ ଟଙ୍କା ପାଇଁ ନା ବାପା ମାଙ୍କୁ ପୋଷିବାକୁ, କିଏ କାହାକୁ ଏ ଯୁଗରେ ପୋଷୁଛି? ଯଦି ତମେ ବାପ ମାଙ୍କର ନାଁ ରଖିପାରିବ, ଏଇ ସପ୍ତକୂଳ ଉଦ୍ଧାର କରିପାରିବ, ତାହେଲେ ସେ ପୁଅର ମହତ୍ଵ। ସେତିକି ନ କରିପାରିବ, ଏ ଘୁଷୁରୀ କଣ ବନ୍ଧ ତଳୁ ମିଠା ଖାଉନି? ଯିଏ ଚାକିରି ନ କରିଛି ସେ କଣ ଭାତ ମୁଠାଇ ଖାଉନି?
ତାର କିଛି ମହତ୍ଵ। ଯାହା ପାଇଁ କାନ୍ଦେ ଦେଶ ଯେ ଦୁନିଆ, କାନ୍ଦୁଥାଇ ବୃକ୍ଷଲତା, ସେହି ଏକା ଧନ ସ୍ୱର୍ଗକୁ ଯେ ଯାଏ, ଖଞ୍ଜିଛି ତା ବିଧାତା। ସ୍ୱର୍ଗକୁ ଯାଇଛି ବୋଲି କିଏ ଆଖିରେ ଦେଖିଛି ନା? ଯିଏ ମରିଥିବ ସିଏ ଜାଣିଥିବ ସ୍ୱର୍ଗକୁ ଯାଇଛି କି ନାହିଁ, ସିଏ ତାର ଜାଣିଥିବ। କିନ୍ତୁ ସମାଜରେ କେମିତି ଜାଣିବେ? ନା ଯାହା ପାଇଁ କାନ୍ଦେ ଦେଶ ଯେ ଦୁନିଆ, କାନ୍ଦୁଥାଇ ବୃକ୍ଷ ଲତା, ସେହି ଏକା ଧନ ସ୍ୱର୍ଗକୁ ଯେ ଯାଏ, ଖଞ୍ଜିଛି ତା ବିଧାତା। ଏମିତି କର୍ମ କର, ମରିଗଲା ପରେ ଏମିତି ଲୋକ ଝୁରିବେ। ଆହା ଅମକ ପୁଅଟା ମହାନ ଥିଲା ରେ, ଅମକ ନାତିଟା ମହାନ ଥିଲା ରେ, ଆରେ ଅମକ ପଣ ନାତିଟା ମହାନ ଥିଲା ରେ, ଅମକ ଲୋକଟା ମହାନ ଥିଲା ରେ, ଅମକ ବାପାଟା ମହାନ ଥିଲା ରେ, ଅମକ ଜେଜଟା ମହାନ ଥିଲା ରେ। ହେଲା ସତ? ନିଜ ପୁରୁଷ, ଅତୀତର 3, ଭବିଷ୍ୟତର 2, 7। ଏଇଥିପାଇଁ ପୁଅ ଦରକାର। ତେଣୁ ମହାପୁରୁଷ ମାନେ, ସେଥିପାଇଁ ଗୋଟେ ପୁଅ ଯଦି ଯୋଗୀ ହେଇଗଲା, ବାପା ମା ମାନେ ଭାରି ଖୁସି ହୁଅନ୍ତି। ସନ୍ନ୍ୟାସୀ ହେଇଗଲେ ଭାରି ଖୁସି ହୁଅନ୍ତି। ବର୍ତ୍ତମାନ କେଇ ଜଣ ଖୁସି ହଉଛନ୍ତି? ତେଣୁ ସଂସାରରେ ସତ୍ୟ କଣ? ଧର୍ମ। ହେଲା, ବୁଝିପାରୁଛ ନା ବୁଝିପାରୁଛ? ଧର୍ମ କଣ? ନା ଯିବେ ଦୟା ନାମ ରୁଚି ବୈଷ୍ଣବ ସେବନ, ଏହା ବିନୁ ଧର୍ମ ନାହିଁ ଶୁଣ ସନାତନ। ଚୈତନ୍ୟ ଭାଷା ତତ୍ତ୍ୱବାଦରେ ପଶିଦ। ଧର ଧର ନାମ ବ୍ରହ୍ମ ଯାଉଛି ବାସି, ଧର ଧର ନାମ ବ୍ରହ୍ମ ଯାଉଛି ଭାସି, ଇଏ ଦେଖିଛି ବେନି ନେତ୍ରେ ସେ ଶୂନ୍ୟବାସୀ, ଧର ଧର ନାମ ବ୍ରହ୍ମ ଯାଉଛି ଭାସି। ଧର୍ମ ଭାସି ଯାଉଛି, ତାକୁ ତମେ ଧରରେ, ତାକୁ ଧର। ମାନବ ଜନ୍ମ ଯଦି ଧରି ନ ପାରିବା, କୋଉ ଜନ୍ମ ଧରିବ? କୁକୁର ଧର୍ମ ଧରିଛନ୍ତି ଜାଣିଛୁ ନା? ତୁ ସନ୍ଧ୍ୟାବେଳେ ଘଣ୍ଟ ବାଡା କି ଶଙ୍ଖ ଫୁକୁ, କୁକୁର ଭୋକନ୍ତି। ବାହାର କରୁଛୁ ନା? ସିଏ ଜାଣିଗଲେ ସନ୍ଧ୍ୟା ହେଲେ ସିଏ ପ୍ରଭୁଙ୍କୁ ଡାକୁଛନ୍ତି। ଆମେ ସଞ୍ଜ ବୁଲିଲେ ଟିଭି ଖୋଲି ଦେଇ କଣ କରୁଛେ? ସିରିଏଲ ଦେଖୁଛେ। ବୋଲ ଆନନ୍ଦ କବା, ହରି ବୋଲ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।